ହେଲେ ତାର କିଛି ମାନେ ରହେ ତାଙ୍କୁ ହୃଦୟ ମଝିରେ ନେଇକିରି ସେ ଯେଉଁ ପଥ ପ୍ରଦର୍ଶନ କରିଛନ୍ତି ତାକୁ ନେଇକିରି ଆମର ହୃଦୟଟାକୁ ମସ୍କୁଲ କରିବାର ଅଛି, ଆମର ଅନ୍ତରଟାକୁ ଚିର ଦୋଳାୟମାନ କରି ରଖିବାର ଅଛି। ସେଇ ବିଭୂତିରେ ମଧ୍ୟ ମୁଁ ଦୀକ୍ଷା ନେବାର କିଛି ବର୍ଷ ପରେ ମୁଁ ଉର୍ଜନାର ଏଇ ଦୋଳ ପୂର୍ଣ୍ଣିମା ମାସର ଠିକ୍ ପରବର୍ତ୍ତୀ ମାସରେ ଯେଉଁ ଉର୍ଜନା ବାହାରେ ସେଥିରେ ଶ୍ରୀ ଶ୍ରୀ ଦାଦାଙ୍କ ଶ୍ରୀଚରଣ ପ୍ରାନ୍ତରେ ପୂଜନୀୟ ମେଜଦା ଯେଉଁ ଅବିର ଦବାର ଦୃଶ୍ୟଟା ମୁଁ ସେଇଟାକୁ ବର୍ଷରେ ଥରେ ଅପେକ୍ଷା କରିକିରି ରହିଥାଏ। ଆଉ ମୋର ସାଙ୍ଗସାଥିମାନେ ମୋତେ ଯେତେବେଳେ ପ୍ରଶ୍ନ କରନ୍ତି ଦୀକ୍ଷା ନେଇକିରି କ'ଣ ହୁଏ, ମୁଁ ସେ ଛବିଟାକୁ ଦେଖାଏ। ମୁଁ କହିଲି ଦୀକ୍ଷା ନେଇକିରି ଏଇଆ ହୁଏ, 1.5-2 ବର୍ଷ ଅନ୍ତରରେ ବଡ଼ ଭାଇ ସାନ ଭାଇ ଆଉ ବଡ଼ ଭାଇଙ୍କୁ କେମିତି ସମ୍ମାନ ଦିଆଯାଏ এইটা দেখো, এই দৃশ্যটা দেখো। আমি ঠাকুরଙ୍କୁ ধরিছে ସେଇଆ ହେବା ପାଇଁ। এই নিকট অতীତରେ শ্রী শ্রী আচার্য দেবଙ୍କର ত্রিপুরা গସ୍ତ କାଳରେ ତାଙ୍କର ମଧ୍ୟମ ପୁତ୍ର ତାଙ୍କୁ କିପରି ପଦସେବା ପ୍ରଦାନ କରୁଛନ୍ତି ହଜାର ହଜାର ଅଗଣିତ ମଣିଷଙ୍କ ସାମ୍ନାରେ, ସେଇଟା ହେଉଛି ଆମ ପାଇଁ ଅନୁସରଣୀୟ। ଆମେ ତାଙ୍କୁ ଧରିଛେ ସେଇଆ ହେବା ପାଇଁ, ତାଙ୍କୁ ଉପଭୋଗ କରିବା ପାଇଁ କେମିତି ନା ସେଇ ଯେଉଁ ବାଟ ଦେଖେଇଛନ୍ତି ସେଇ କାମ କରିକିରି ହିଁ ତାଙ୍କୁ ଉପଭୋଗ କରିବା। ଆଉ ତାଙ୍କ ପାଇଁ କାମ ନ କଲେ ଆଚାର୍ଯ୍ୟ ଦେବଜୀ ଶ୍ରୀ ଶ୍ରୀ ଠାକୁରଙ୍କୁ କେମିତି ଉପଭୋଗ କରାଯାଏ, ଏବେ ସବୁ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଇଛି ଯେ ପରମ ପୁରୁଷଙ୍କୁ କେମିତି ଉପଭୋଗ କରିବାକୁ ହୁଏ। ଆଉ ବୀର ଭୋଗିଆ ବସୁନ୍ଧରା ଆଉ ବୀର କେମିତି ହେବାକୁ ହୁଏ, ବୀର ହେଲେ ହିଁ ଆମେମାନେ ତାଙ୍କୁ ଉପଭୋଗ କରିପାରିବା। ଯେ ପବିତ୍ର ଲଗ୍ନରେ ମୋର ସମସ୍ତଙ୍କ ପାଖରେ ନିବେଦନ ଯେ ଆମେ ସମସ୍ତେ ବୀର ହେବାର ପ୍ରତିଜ୍ଞା ନେବା, ତାଙ୍କୁ ହୃଦୟ ମଝିରେ ରଖିକିରି ଯେ ଆମେ କୌଣସି ଦୁର୍ବଳତା ନିଜ ଭିତରେ ପୋଷଣ ନ କରି ତାଙ୍କୁ ନେଇ ତାଙ୍କୁ ହୃଦୟ ଭିତରେ ନେଇ ତାଙ୍କୁ ମଥାରେ ବହନ କରି ଆମର ଜୀବନକୁ ସର ସୁନ୍ଦର ମଧୁମୟ କରିପାରିବା। ଆଉ ଏକ ବିଶେଷ କଥା ଯେ ଆମେ ଆଜି ପ୍ରତି ମାସ ପରି ଆମର ପରମ କଲ୍ୟାଣୀୟ କଳିଙ୍ଗ ରଥ ଭାଇ ପ୍ରତି ଏଇ ପୂର୍ଣ୍ଣିମା ତିଥିରେ ସତ୍ସଙ୍ଗ ପ୍ରଦାନ କରିଛନ୍ତି। ତାଙ୍କର ମଧ୍ୟ ଏଥିରେ ବହୁ ଭାବରେ ପରମ ପିତାଙ୍କର ପାଖରେ ପ୍ରାର୍ଥନା ରଖି ତାଙ୍କର ମଙ୍ଗଳ ହେଉ ଏବଂ ଆଜି ଯେଉଁମାନେ ସତ୍ସଙ୍ଗ ନିବେଦନ କରିଛନ୍ତି ସମସ୍ତଙ୍କର ସାର୍ବିକ କଲ୍ୟାଣ ପାଇଁ ଉପସ୍ଥିତ ସମସ୍ତଙ୍କର ମଙ୍ଗଳ ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା। ଜୟ।